ଅଷ୍ଟମ ଗଳ୍ପ ଅନୁରାର ହସ। ହସିଲ କାହିଁକି? ସେମିତି କିଛି ନାହିଁ, ମିଛ କିଛି ଅଛି ଯାହା ତୁମେ ମୋ ପାଖରେ ପ୍ରକାଶ କରିବାକୁ ଡରି ଯାଉଛ। ବିଶ୍ୱାସ କର ତନୁ, ଉଦ୍ଦେଶ୍ୟ ଜାଣିଲେ ତୁମେ ମୋତେ ଭୁଲ ବୁଝିବନି, ବରଂ ଖୁସି ହେବ। ବାସ୍, ମୁଁ ଜିଜ୍ଞାସୁ। ମୋର ପ୍ରେମିଳ ମନଟାକୁ ସନ୍ଦେହରେ ଆଉଟ ପାଉଟ କରିବାକୁ ମୁଁ ଚାହେଁନି। କୁହ, ତୁମେ ହସିଲ କାହିଁକି? ଅନୁରା ସୀମା ଅତନୁ ହାତକୁ ଜାବୁଡ଼ି ଧରିଥାଏ। ଝାଉଁ ଗଛ ତଳ ବାଲୁକା ଉପରେ ସ୍ପର୍ଶ ଦେବାକୁ ଉଦ୍ୟମ କରୁଥାଏ। ଅତନୁର ଜିଦିଆ ମନଟା ତାକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରୁଥାଏ। ସୀମା ହାତରୁ ନିଜ ହାତକୁ ଅପସରାଇ ନେବାକୁ ପ୍ରୟାସ ଜାରି ରଖିଥାଏ। କହିବାକୁ ଉତ୍କଣ୍ଠିତ ହୁଏ, ଚଗଲା ପବନଟା ଝାଉଁ ଡାଳଟାକୁ ଭାଙ୍ଗିଦେଲା। ତୁମେ ତାକୁ ଦେଖି ଆହା ପଦେ ତ କହିପାରିଥାନ୍ତ, କିନ୍ତୁ ତୁମେ କଲ କ'ଣ? ତା ମାନେ ଭାଙ୍ଗିଯିବାକୁ ତୁମେ ପସନ୍ଦ କର। ଅତନୁ ପାଟିରେ ହାତ ରଖିଦେଲା ସୀମା। ଥାଉ ଅତନୁ, ସେତିକି କୁହ, ଢେର ହେଇଗଲା। ନୀରବେ ଯାଏ ଅତନୁ। ସୀମା ମଧ୍ୟ ମଥା ନତ କରି ଅତୀତକୁ ଉଖାରେ। ତାକୁ ବିଚଳିତ କରାଏ ଗୋଟିଏ ଅଭୁଲା ସ୍ମୃତି। ସେହି ସ୍ମୃତି ଅପ୍ରକାଶିତ ଭାବେ ସୀମା ହୃଦୟରେ ଝୁଲୁଛି। ସେ ଦିନ ନାହିଁ। ସେଦିନର ଘଟଣା ଅମାନିଆ ଭାବେ ତା ହାତ ପାହାନ୍ତାକୁ ଚାଲି ଆସିଛି। ଦିନ, ସମୟ ଏବଂ ସ୍ଥାନ ଯେ ତା ସାଥିରେ ବିଶ୍ୱାସଘାତକତା କରିବେ ସୀମା ଭାବି ନଥିଲା। ଠିକ୍ ଏଇ ଦିନ, ଏଇ ତାରିଖ, ଏଇ ସମୟ, ଏଇ ସ୍ଥାନରେ ସୀମା ଏବଂ ତା'ର କଲେଜ ସାଙ୍ଗ ଦିନେଶ ଆତ୍ମୀୟତାର କେତୋଟି ମୁହୂର୍ତ୍ତକୁ ଉପଭୋଗ କରୁଥିଲେ। ସେଦିନ ଦବାତ ଝାଉଁ ଡାଳଟି ଭାଙ୍ଗି ପଡ଼ିଥିଲା। ତାକୁ ଦେଖି ସୀମା ବ୍ୟଙ୍ଗୋକ୍ତିରେ ଦିନେଶକୁ କହିଥିଲା, ଯାଃ, ଝାଉଁ ଡାଳଟା ଭାଙ୍ଗିଗଲା। ଦିନେଶ ନିଠେଇକି ଚାହିଁଲା ସୀମାକୁ। କିଛି କହିବ? ହଁ, ତୁମର ଏ ଭଙ୍ଗା ମନ ବିଷୟରେ କିଛି ନ କହିଲେ ତୁମେ ଖୁସ ହୋଇପାରିବନି। କ'ଣ କି? ପବନରେ ଝାଉଁ ଡାଳଟା ଭାଙ୍ଗିଗଲା। କ୍ଷତି କ'ଣ ହେଇଗଲା? ତା ମାନେ ତମେ କ'ଣ ଭାବୁଛ ଆମର ଏ ସମ୍ପର୍କ ଦିନେ ଏମିତି ଭାଙ୍ଗିଯିବ? ଏମିତି କଥା କୁହନା। ତୁମେ ଯଦି ଏବେଠୁ ଏମିତି ହିସାବ କଲଣି, ତେବେ ତୁମେ ଏଠି ଏକା ବସିଥାଅ, ମୁଁ ଚାଲିଯାଉଛି। ସୀମା ପାଦେ ଆଗେଇ ପଛକୁ ମୁହଁ ଫେରାଇ ଦିନେଶକୁ ଚାହିଁଲା। ବାମ ପାଦରେ ବାଲି ଉଖାରି ସ୍ମିତହାସ୍ୟରେ ବିଦ୍ରୂପ କରୁଥାଏ। ଦିନେଶକୁ ପରୀକ୍ଷା କରୁଥାଏ ସୀମାର ଅଭିମାନିନୀ ମନର କଷଟି ପଥରଟା। ତାକୁ ଲାଗୁଥାଏ ସତେ ଯେମିତି ଏହା ସୀମାର ଦିନେଶ ପ୍ରତି ନିଚ୍ଛକ ପ୍ରେମ। ଏ ଭାଙ୍ଗି ପଡ଼ିଥିବା ଝାଉଁ ଡାଳ ପାଇଁ ଦିନେଶର ମନ୍ତବ୍ୟକୁ ସୀମାର ହୃଦୟ ଆଦୌ ଗ୍ରହଣ କରୁନଥାଏ। ଦିନେଶ କିନ୍ତୁ ଭାବିସାରିଥାଏ ସୀମା ତା'ର ଚିରନ୍ତନ ପ୍ରେମିକା। ସୀମାର ଚହଲା ମନ ସବୁ ଭୁଲିଯାଇ ମନେ ରଖେ ଦୁଇଟି କଥା, ଝାଉଁ ଡାଳ ଭାଙ୍ଗି ପଡ଼ିବା ଏବଂ ତାକୁ ଦେଖି ହସିଦେବା। ଅତନୁ ପାଖରେ ବସି ସେହି ସ୍ମୃତିର ପୁନଃ ପ୍ରବାହ କରି ସୀମା ହସି ଦେଇଛି।